ଜଗନ୍ନାଥ ତୁମେ ପରମ ବ୍ରହ୍ମ, ଯୁଗେ ଯୁଗେ ସତ୍ୟ ସନାତନ। ଓଡ଼ିଶାର ପୁରୀ ଦିଗକୁ ସନ 1558ରେ ଏକ ଭୟଙ୍କର ସେନା ଆଗେଇ ଆସୁଥିଲା। ତାଙ୍କର ଲକ୍ଷ୍ୟ ଥିଲା ଜଗନ୍ନାଥ ମନ୍ଦିରକୁ ଧ୍ୱଂସ କରିବେ। ଘୋଡ଼ାର ଧାଡ଼, ତଲୁଆରର ଚମକ ସବୁକିଛି ଧ୍ୱଂସ ହେବାକୁ ଥିଲା। କିନ୍ତୁ ଯେତେବେଳେ ସେମାନେ ଗର୍ଭଗୃହ ପାଖକୁ ପହଞ୍ଚିଲେ, ଅଚାନକ ଆକାଶ କଳା ହେଲା, ବାତାସ ଝଡ଼ରେ ପରିଣତ ହେଲା। ମନ୍ଦିର ଭିତରୁ ଏକ ଦିବ୍ୟ ଆଲୋକ ବାହାରିଲା। ସେ ଆଲୋକ ଏମିତି ଭୟଙ୍କର ଥିଲା ଯେ ସେନାମାନେ ଭୟରେ ପଳାଇଲେ। ଭକ୍ତମାନେ କହନ୍ତି, ସେହି ଦିନ ଭଗବାନ ନିଜେ ତାଙ୍କ ଧାମକୁ ରକ୍ଷା କରିଥିଲେ। ଏହି ମନ୍ଦିର କେବଳ ଭକ୍ତିର ସ୍ଥାନ ନୁହେଁ, ଏହା ହେଉଛି ରହସ୍ୟର ଘର। ଏଠାରେ ଧ୍ୱଜ ସଦାସର୍ବଦା ବିପରୀତ ଦିଗକୁ ଉଡ଼େ ଏବଂ ସୁଦର୍ଶନ ଚକ୍ର ଯେଉଁ ଦିଗରୁ ଦେଖିବେ ଆପଣଙ୍କୁ ଦେଖିବା ପରି ଲାଗେ। ଏହି ମନ୍ଦିରର ସବୁଠାରୁ ବଡ଼ ରହସ୍ୟ ବ୍ରହ୍ମ ପଦାର୍ଥ, ଯାହାକୁ ଶ୍ରୀକୃଷ୍ଣଙ୍କର ହୃଦୟ ବୋଲି କୁହାଯାଏ। ପ୍ରତ୍ୟେକ 12 ବର୍ଷରେ ଏହି ହୃଦୟକୁ ପୁରୁଣା ମୂର୍ତ୍ତିକୁ ନୂତନ ମୂର୍ତ୍ତିକୁ ନିଆଯାଏ। ସେହି ରାତିରେ ପୁରୀ ସହର ପୁରା ଅନ୍ଧକାରରେ ବୁଡ଼ିଯାଏ। ବିଦ୍ୟୁତ୍ କାଟି ଦିଆଯାଏ। ପୂଜାରୀମାନେ ଆଖିରେ ପଟି ବାନ୍ଧି ହାତରେ ଦସ୍ତାନା ପିନ୍ଧି ଏହି ପବିତ୍ର କାର୍ଯ୍ୟ କରନ୍ତି। କାରଣ କୁହାଯାଏ, ଯଦି କେହି ଏହାକୁ ଦେଖେ ସେ ବୁଝିବେ ନାହିଁ। ମହାଭାରତ ପରେ ଯେତେବେଳେ ଶ୍ରୀକୃଷ୍ଣଙ୍କ ଦେହ ତ୍ୟାଗ କଲେ, ତାଙ୍କର ଶରୀର ପଞ୍ଚତତ୍ତ୍ୱରେ ଲୀନ, କିନ୍ତୁ ତାଙ୍କର ହୃଦୟ ଆଜି ପର୍ଯ୍ୟନ୍ତ ଧଡ଼କୁଛି। ଏହି ହୃଦୟ ପୁରୀ ପହଞ୍ଚିଲା ଏବଂ ଆଜି ଜଗନ୍ନାଥ ମନ୍ଦିରରେ ସୁରକ୍ଷିତ ଅଛି। ଜଗନ୍ନାଥ ମନ୍ଦିରର ରୋଷେଇ ଦୁନିଆର ସବୁଠାରୁ ବଡ଼ ରୋଷେଇ। ଏଠାରେ 7ଟି ମାଟି ହାଣ୍ଡିର ଖାଦ୍ୟ ପକାଯାଏ, କିନ୍ତୁ ଆଶ୍ଚର୍ଯ୍ୟ, ସବୁଠାରୁ ଉପର ହାଣ୍ଡି ପ୍ରଥମେ ପକେ ଏବଂ କେବେ ପ୍ରସାଦ କମ୍ ପଡ଼େନି କି ବ୍ୟର୍ଥ ଯାଏନି। ମନ୍ଦିରରେ 22ଟି ସିଢ଼ି ଅଛି, କିନ୍ତୁ ତୃତୀୟ ସିଢ଼ି ଏକ ଭୟଙ୍କର ରହସ୍ୟ ଲୁଚାଇଛି। ଏହାକୁ ଯମଶିଳା କୁହାଯାଏ। ଏଠାରେ ପାଦ ରଖିଲେ ପୁଣ୍ୟ ନଷ୍ଟ ହେବ ବୋଲି ମାନ୍ୟତା ଅଛି। ତେବେ ପ୍ରଶ୍ନ ହେଉଛି, ଏହା ସବୁ କେବଳ ସଂଯୋଗ ନା କି ଭଗବାନଙ୍କର ଦିବ୍ୟ ଶକ୍ତି? ଜଗନ୍ନାଥ ମନ୍ଦିର ଏକ ମନ୍ଦିର ନୁହେଁ, ଏହା ଏକ ଅନୁଭବ। ଜୟ ଜଗନ୍ନାଥ। ଜଗନ୍ନାଥ ହେଉଛନ୍ତି ଭକ୍ତଙ୍କର ଭଗବାନ। ସେ ନିଜ ଲୀଳାରେ ସମସ୍ତଙ୍କୁ ଆକର୍ଷିତ କରନ୍ତି। ପୁରୀ ଧାମରେ ସେ ଜୀବନ୍ତ ଭାବେ ବାସ କରୁଛନ୍ତି ବୋଲି ମାନ୍ୟତା ଅଛି। ତାଙ୍କର ମୂର୍ତ୍ତି ଅଧୁରା ହେଲେ ମଧ୍ୟ ଦିବ୍ୟ ଶକ୍ତିର ପ୍ରତୀକ। ପ୍ରତ୍ୟେକ 12 ବର୍ଷରେ ନବକଳେବର ଲୀଳା ହୁଏ। ଏଥିରେ ବ୍ରହ୍ମ ପଦାର୍ଥକୁ ନୂତନ ମୂର୍ତ୍ତିକୁ ରଖାଯାଏ। ରଥଯାତ୍ରାରେ ସେ ଭକ୍ତଙ୍କ ସହିତ ବାହାରକୁ ଆସନ୍ତି। ସେ ସମସ୍ତଙ୍କୁ ସମାନ ଭାବରେ ଆଶୀର୍ବାଦ ଦିଅନ୍ତି। ତାଙ୍କ ଲୀଳା ରହସ୍ୟମୟ ଓ ଅଦ୍ଭୁତ। ଭକ୍ତମାନେ କହନ୍ତି, ସେ ଆଜି ମଧ୍ୟ ଜୀବନ୍ତ। ଜଗନ୍ନାଥ ଜୀ ସମସ୍ତ ଭକ୍ତଙ୍କର ପ୍ରିୟ ଭଗବାନ। ସେ ପୁରୀ ଧାମରେ ଦିବ୍ୟ ରୂପେ ବାସ କରନ୍ତି। ତାଙ୍କ ଦର୍ଶନରେ ମନକୁ ଶାନ୍ତି ଓ ଆନନ୍ଦ ମିଳେ। ସେ ସମସ୍ତଙ୍କୁ ସମାନ ଭାବରେ କୃପା କରନ୍ତି। ଭକ୍ତମାନେ ଭଲ ପାଇ କହନ୍ତି, ଜୟ ଜଗନ୍ନାଥ।